ମାକାବୀୟ ପୁସ୍ତକ ଅଧ୍ୟାୟ 13। ସିମୋନ ନେତା ରୂପେ ମନୋନୀତ। ସିମୋନ ଶୁଣିବାକୁ ପାଇଲେ ଯେ ଯୁଦାକୁ ଆକ୍ରମଣ କରି ତାହାକୁ ବିନାଶ କରିବା ପାଇଁ ଟ୍ରିଫ ଏକ ବିରାଟ ସୈନ୍ୟଦଳକୁ ଏକତ୍ରିତ କରିଛି। ଜନତା କମ୍ପିତ ତଥା ଭୀତ ମଧ୍ୟ ହୋଇଛନ୍ତି ବୋଲି ସେ ଦେଖିଲେ। ତହୁଁ ସେ ଜେରୁସାଲେମକୁ ଯାତ୍ରା କରି ଜନତାକୁ ଏକତ୍ରିତ କଲେ ଓ ସେମାନଙ୍କୁ ଉତ୍ସାହିତ କରି କହିଲେ, ବିଧାନ ତଥା ପବିତ୍ରାଳୟ ନିମନ୍ତେ ମୁଁ ମୋର ସହୋଦରମାନେ ଓ ମୋର ପିତୃଭବନ ଯେଉଁ ସମସ୍ତ ମହତ୍ କାର୍ଯ୍ୟ କରିଥିଲେ ସେ ସମସ୍ତ ତୁମେମାନେ ଜାଣିଅଛ। ଆମେମାନେ ଅନୁଭବ କରିଥିବା ଯୁଦ୍ଧ ତଥା ଅନ୍ୟ ସମସ୍ତ କ୍ଲେଶ ମଧ୍ୟ ତୁମମାନଙ୍କୁ ଅବଗତ। ଏହି କାରଣରୁ ମୋର ସମସ୍ତ ସହୋଦର ଇସ୍ରାଏଲ ନିମନ୍ତେ ବିନାଶ ହୋଇଛନ୍ତି ଓ କେବଳ ମୁଁ ଅବଶିଷ୍ଟ ରହିଛି। କ୍ଲେଶର ଯେକୌଣସି ସମୟରେ ମୋର ଜୀବନକୁ ରକ୍ଷା କରି ମୁଁ ଯେ ନିଜକୁ ପୃଥକ କରି ରଖେ, ସେପରି ରହିବାର ଗୋଟିଏ ପରିବେଶ ଅବସ୍ଥା ମୋ ଠାରୁ ଦୂରେଇ ହୋଇ ରହୁ। କାରଣ ମୋର ସହୋଦରମାନଙ୍କ ଅପେକ୍ଷା ମୁଁ ଅଧିକ ଶ୍ରେଷ୍ଠ ନୁହେଁ, କିନ୍ତୁ ମୋର ସ୍ୱଜନମାନଙ୍କ ପବିତ୍ରାଳୟ, ତୁମ ପତ୍ନୀ ତଥା ସନ୍ତାନମାନଙ୍କ ନିମନ୍ତେ ମୁଁ ପ୍ରତିଶୋଧ ନେବି। କାରଣ ଆମମାନଙ୍କୁ ବିନାଶ କରିବା ପାଇଁ ଜାତି ସମୂହ ବିଦ୍ୱେଷ ପୂର୍ବକ ଏକତ୍ରିତ ହୋଇଛନ୍ତି। ଏହି କଥା ଶୁଣି ଜନତା ଆତ୍ମାରେ ଉଦ୍ଦୀପ୍ତ ହେଲା। ତହୁଁ ସେମାନେ ଉଚ୍ଚ ସ୍ୱରରେ ଉତ୍ତର ଦେଲେ, ଜୁଦାସ ଓ ତୁମ ସହୋଦର ଜନାଥନଙ୍କ ସ୍ଥାନରେ ତୁମେ ଆମର ନେତା ହେବ। ଆମ ନିମନ୍ତେ ସଂଗ୍ରାମ କର ଓ ତୁମ ଦ୍ୱାରା ଆଦିଷ୍ଟ ସମସ୍ତ କଥା ଆମେ ପାଳନ କରିବୁ। ତହୁଁ ସେ ଯୋଦ୍ଧାମାନଙ୍କୁ ସମବେତ କରି ଜେରୁସାଲେମର ପ୍ରାଚୀର ନିର୍ମାଣ ତଥା ଶୀଘ୍ରରେ ସମାପ୍ତ କଲେ ଓ ଚତୁର୍ଦିଗରେ ଦୁର୍ଗ ନିର୍ମାଣ କରି ନଗରୀକୁ ସୁରକ୍ଷିତ କଲେ। ଏକ ବିଶାଳ ସୈନ୍ୟ ସମେତ ଆବଶାଲୋମର ପୁତ୍ର ଜନାଥନକୁ ସେ ଜୋପାକୁ ପଠାଇଲେ। ତନ୍ମଧ୍ୟବାସୀମାନଙ୍କୁ ସେଠାରୁ ବିତାଡ଼ିତ କରି ସେ ସେଠାରେ ଅବସ୍ଥାନ କଲା। ଜନାଥନଙ୍କ ମୃତ୍ୟୁ। ଯୁଦାକୁ ଆକ୍ରମଣ କରିବା ପାଇଁ ଟ୍ରିଫ ଏକ ବିଶାଳ ସୈନ୍ୟ ସମେତ ଟଲେମାଇସ୍ ଠାରୁ ଯାତ୍ରା କଲା। କାରାରୁଦ୍ଧ ଜନାଥନ ମଧ୍ୟ ତା ସହ ଯାତ୍ରା କରିଥିଲେ। ସମତଳ ପ୍ରଦେଶର ସମ୍ମୁଖସ୍ଥ ଆଦିଦାରେ ସିମୋନ ଛାଉଣି ପକାଇଲେ। ତାଙ୍କ ସହୋଦର ଜନାଥନଙ୍କ ସ୍ଥାନରେ ସିମୋନ ନେତୃତ୍ୱ ଗ୍ରହଣ କରିଛନ୍ତି ଓ ନିଜ ସହ ସଂଗ୍ରାମ କରିବାକୁ ସେ ପ୍ରସ୍ତୁତ ହୋଇଛନ୍ତି ବୋଲି ଟ୍ରିଫ ଜାଣିଲା। ତହୁଁ ସେ ଦୂତମାନଙ୍କୁ ପଠାଇ ତାଙ୍କୁ କହିଲା, ଯେଉଁ ସମସ୍ତ ପଦବୀରେ ତୁମ ଭ୍ରାତା ଜନାଥନ ଭୂଷିତ ଥିଲେ, ସେହି ପଦବୀ ସକାଶେ ରାଜକୀୟ ଭଣ୍ଡାରକୁ ଦେୟ ଅର୍ଥ ବିନିମୟରେ ଆମେ ତାଙ୍କୁ କାରାରୁଦ୍ଧ କରିଅଛୁ। ସୁତରାଂ ବର୍ତ୍ତମାନ ମୁକ୍ତ ହେବା ବେଳେ ସେ ଯେପରି ଆମ ବିରୁଦ୍ଧରେ ବିଦ୍ରୋହ କରି ନ ଉଠନ୍ତି, ସେଥି ସକାଶେ 100 ତାଲେନ୍ତର ରୌପ୍ୟ ଓ ପଣ ସ୍ୱରୂପ ତାଙ୍କର 2 ଜଣ ପୁତ୍ରଙ୍କୁ ପଠାଇ ଦିଅ। ତତ୍ପରେ ଆମେ ତାଙ୍କୁ ମୁକ୍ତ କରିବୁ। ସିମୋନ ଜାଣିଲେ ଯେ ସେମାନେ ପ୍ରବଞ୍ଚାତ୍ମକ ବାର୍ତ୍ତାଳାପ କରନ୍ତି। ତଥାପି ସିମୋନ ତା ପାଖକୁ ସେହି ଅର୍ଥ ତଥା ପୁତ୍ରମାନଙ୍କୁ ପଠାଇ ନଥିବା ଯୋଗୁଁ ଜନାଥନ ନିହତ ହେଲା। ଜନତା ଏହିପରି କହି ସିମୋନଙ୍କ ମଧ୍ୟରେ ଏକ ଶତ୍ରୁଭାବ ସୃଷ୍ଟି କରିବାକୁ ସେ ଯେପରି ସୁଯୋଗ ନ ଦିଏ, ସେଥି ସକାଶେ ସେହି ଅର୍ଥ ତଥା ପୁତ୍ରମାନଙ୍କୁ ଘେନି ଆସିବା ପାଇଁ ସିମୋନ ଲୋକ ପଠାଇଲେ। ତେଣୁ ସେ ପୁତ୍ରଗଣ ତଥା 100 ତାଲେନ୍ତ ପଠାଇଲେ, କିନ୍ତୁ ଟ୍ରିଫ ନିଜ ବାକ୍ୟ ଲଙ୍ଘନ କରି ଜନାଥନକୁ ମୁକ୍ତ କଲା ନାହିଁ। ରାଜ୍ୟଟିକୁ ଆକ୍ରମଣ ତଥା ବିନାଶ କରିବାର ଆଶା ରଖି ଟ୍ରିଫ ଆଦରା ଅଭିମୁଖୀ ପଥ ଦେଇ ଏକ ବେଷ୍ଟନ ଯାତ୍ରା ପୂର୍ବକ ସେଠାକୁ ଆସିଲା। କିନ୍ତୁ ସେମାନେ ଯାଉଥିବା ସମସ୍ତ ସ୍ଥାନମାନଙ୍କୁ ସିମୋନ ଓ ତାଙ୍କର ସହବର୍ତ୍ତୀ ସୈନ୍ୟଦଳ
ସେମାନଙ୍କ ବିରୁଦ୍ଧରେ ଯାତ୍ରା କରି ଅଗ୍ରସର ହେଲେ। ମରୁପ୍ରାନ୍ତର ଦେଇ ଆସିବା ଓ ସେମାନଙ୍କ ନିମନ୍ତେ ଖାଦ୍ୟ ପଦାର୍ଥ ପଠାଇବା ପାଇଁ ଅନୁରୋଧ ଜଣାଇ ଦୁର୍ଗବାସୀ ଲୋକେ ଟ୍ରିଫୋ ନିକଟକୁ ଦୂତମାନଙ୍କୁ ପଠାଇଲେ। ସୁତରାଂ ନିଜର ଅଶ୍ୱାରୋହୀ ସୈନ୍ୟଦଳ ସମେତ ଯାତ୍ରା କରିବାକୁ ଟ୍ରିଫୋ ପ୍ରସ୍ତୁତ ହେଲା। କିନ୍ତୁ ସେହି ରାତିରେ ଭୀଷଣ ହିମପାତ ହେଲା ଓ ସେହି ହିମପାତ ଯୋଗୁଁ ସେ ଯାତ୍ରା କଲା ନାହିଁ, ବରଂ ସେ ଗିଲିଆଦକୁ ପ୍ରସ୍ଥାନ କଲା। ବାକ୍ସାମାର ସନ୍ନିକଟ ହେବା ବେଳେ ସେ ଜୋନାଥନଙ୍କୁ ନିଧନ କଲା ଓ ତାଙ୍କୁ ସେଠାରେ ସମାଧିସ୍ଥ କଲା। ଏହାପରେ ଟ୍ରିଫୋ ବୁଲିପଡ଼ି ନିଜ ଦେଶକୁ ଫେରିଗଲା। ସିମୋନ ଲୋକ ପଠାଇ ନିଜ ଭ୍ରାତା ଜୋନାଥନଙ୍କ ଅସ୍ଥିଗୁଡ଼ିକୁ ନେଇ ଆଣିଲେ ଓ ନିଜ ପିତୃପୁରୁଷମାନଙ୍କର ନଗରୀ ମଦେଇନରେ ତାଙ୍କୁ ସମାଧିସ୍ଥ କଲେ। ସମସ୍ତ ଇସ୍ରାଏଲ ତାଙ୍କୁ ସ୍ମରଣ କରି ବିଷାଦପୂର୍ବକ ଶୋକ ପ୍ରକାଶ କଲେ ଓ ବହୁଦିନ ଧରି ବିଳାପ କଲେ। ନିଜ ପିତା ତଥା ଭ୍ରାତାମାନଙ୍କ କବରସ୍ଥାନ ଉପରେ ସିମୋନ ଏକ ସ୍ମାରକୀ ଫଳକ ସ୍ଥାପନ କଲେ। ସମସ୍ତେ ଦେଖିପାରୁଥିବା ଭଳି ମସୃଣ ପଥର ବ୍ୟବହାର କରି ସେ ତାହାର ସମ୍ମୁଖ ତଥା ପଶ୍ଚାତ୍ ଭାଗକୁ ଅତ୍ୟଧିକ ଉଚ୍ଚରେ ନିର୍ମାଣ କଲେ। ନିଜ ପିତା ମାତା ଓ 4 ଜଣ ଭ୍ରାତାଙ୍କର ସ୍ମରଣାର୍ଥେ ସେ ପରସ୍ପରାଭିମୁଖୀ 7ଟି ପିରାମିଡ଼ ମଧ୍ୟ ନିର୍ମାଣ କଲେ। ପିରାମିଡ଼ ସମୂହର ଚତୁର୍ଦିଗରେ ସେ ଉଚ୍ଚ ସ୍ତମ୍ଭ ସମୂହ ମଧ୍ୟ ସ୍ଥାପନ କଲେ ଓ ସ୍ତମ୍ଭ ସମୂହ ଉପରେ ଏକ ଶାଶ୍ୱତ ସ୍ମାରକୀ ରୂପେ ଅସ୍ତ୍ରଶସ୍ତ୍ରଗୁଡ଼ିକୁ ଓ ଅସ୍ତ୍ରଶସ୍ତ୍ରାଦିଗୁଡ଼ିକ ପାର୍ଶ୍ୱରେ ସମୁଦ୍ର ଜଳଯାତ୍ରୀମାନେ ଦେଖିପାରୁଥିବା ଭଳି ଜାହାଜଗୁଡ଼ିକର ପ୍ରତିଛବି ମଧ୍ୟ ସେ ଖୋଦନ କଲେ। ମଦେଇନରେ ତାଙ୍କ ଦ୍ୱାରା ନିର୍ମିତ ଏହି କବରସ୍ଥାନ ଅଦ୍ୟାବଧି ସେଠାରେ ଅବସ୍ଥିତ। ଦେମେତ୍ରିୟସଙ୍କ ସହ ସନ୍ଧି ଚୁକ୍ତି। ଯୁବରାଜା ଆନ୍ତିଓଖସଙ୍କ ସହ ଟ୍ରିଫୋ ପ୍ରବଞ୍ଚନାତ୍ମକ ଆଚରଣ କଲା ଓ ତାଙ୍କୁ ନିଧନ କଲା। ତତ୍ପରେ ସେ ଏସିଆର ମୁକୁଟ ଧାରଣ କରି ତାଙ୍କ ପରିବର୍ତ୍ତେ ରାଜା ହେଲା ଓ ଦେଶରେ ମହାସଙ୍କଟ ସୃଷ୍ଟି କଲା। କିନ୍ତୁ ସିମୋନ ଜୁଦିଆରେ ଶକ୍ତିଶାଳୀ ଦୁର୍ଗ ସମୂହ ନିର୍ମାଣ କରି ସେ ସମସ୍ତର ଚତୁଃପାର୍ଶ୍ୱରେ ଉଚ୍ଚ ଗମ୍ବୁଜ ତଥା ବିରାଟ ପ୍ରାଚୀର ନିର୍ମାଣ କଲେ ଓ ସେଥିରେ ଦ୍ୱାର ସମୂହ ତଥା ଅର୍ଗଳ ବସାଇ ସେ ସମସ୍ତକୁ ଦୃଢ଼ୀଭୂତ କଲେ। ଦୁର୍ଗ ସମୂହ ମଧ୍ୟରେ ସେ ଖାଦ୍ୟ ପଦାର୍ଥ ମଧ୍ୟ ସଞ୍ଚୟ କଲେ। କେତେକ ଲୋକଙ୍କୁ ମନୋନୀତ କରି ଦେଶଟିକୁ କ୍ଳେଶରୁ ମୁକ୍ତ କରିବାକୁ ଭିକ୍ଷା କରି ସିମୋନ ସେମାନଙ୍କୁ ରାଜା ଦେମେତ୍ରିୟସଙ୍କ ନିକଟକୁ ପଠାଇଲେ। କାରଣ ଲୁଣ୍ଠନ କରିବା ବ୍ୟତୀତ ଟ୍ରିଫୋ ଅନ୍ୟ କିଛି କାର୍ଯ୍ୟ କରିନଥିଲା। ରାଜା ଦେମେତ୍ରିୟସ ତାଙ୍କର ଭିକ୍ଷା ପ୍ରତି ଏକ ଅନୁକୂଳ ଉତ୍ତର ଦେଲେ ଓ ଏପରି ଏକ ପତ୍ର ଲେଖି ସିମୋନଙ୍କ ପାଖକୁ ପଠାଇଲେ। ମହାଯାଜକ ତଥା ରାଜାମାନଙ୍କର ମିତ୍ର ସିମୋନ ବୟୋଜ୍ୟେଷ୍ଠ ଗଣ ଓ ଯିହୁଦୀ ଜନତାକୁ ରାଜା ଦେମେତ୍ରିୟସ ଶୁଭେଚ୍ଛା ଜଣାନ୍ତି। ତୁମମାନଙ୍କ ଦ୍ୱାରା ପ୍ରେରିତ ସୁବର୍ଣ୍ଣ ମୁକୁଟ ତଥା ଖଜୁରୀ ଡାଳ ଆମେ ଗ୍ରହଣ କଲୁ। ତୁମମାନଙ୍କ ସହ ଏକ ଶାଶ୍ୱତ ଶାନ୍ତି ସନ୍ଧି ସାଲିସ କରିବା ଓ ଭେଟି ସମର୍ପଣରୁ ତୁମମାନଙ୍କୁ ମୋଚନ ଦେବା ଦିଗରେ ଆମ କର୍ମଚାରୀମାନଙ୍କୁ ଲେଖିବା ପାଇଁ ଆମେ ପ୍ରସ୍ତୁତ। ଆମେ ଯେଉଁ ସମସ୍ତ ଅନୁଦାନ ତୁମମାନଙ୍କୁ ପ୍ରଦାନ କରିଥିଲୁ ସେ ସମସ୍ତ ବୈଧ ରହେ ଏବଂ ତୁମମାନଙ୍କ ଦ୍ୱାରା ନିର୍ମିତ ଦୁର୍ଗ ସମୂହ ତୁମର ଅଧିକାରାଧୀନ ହୋଇ ରହେ। ଏପର୍ଯ୍ୟନ୍ତ ସମ୍ପାଦିତ ହୋଇଥିବା କୌଣସି ଭ୍ରମ ତଥା ଅପରାଧ ପ୍ରତି ଆମେ କ୍ଷମା ଦେଉଛୁ ଓ ତୁମ ଦ୍ୱାରା ଦେୟ କୌଣସି ରାଜକୀୟ ଖଜଣା ଆମେ ରଦ୍ଦ କରୁଛୁ। ଜେରୁସାଲେମରୁ ଆଦାୟ ହୋଇଥିବା ଅନ୍ୟ ସମସ୍ତ ଖଜଣା ବର୍ତ୍ତମାନ ଠାରୁ ଆଉ କେବେ ଆଦାୟ କରାଯିବ ନାହିଁ।
ଆମ ପ୍ରହରୀ ସେନା ଦଳରେ ତାଲିକାଭୁକ୍ତ ହେବା ପାଇଁ ଯୋଗ୍ୟ କେହି ଯଦି ତୁମ ମଧ୍ୟରେ ଅଛନ୍ତି, ସେମାନେ ତାଲିକାଭୁକ୍ତ ହୁଅନ୍ତୁ। ଆମ ପରସ୍ପର ମଧ୍ୟରେ ଶାନ୍ତି ବିରାଜିତ ହେଉ। 170 ବର୍ଷରେ ଇସ୍ରାଏଲ ଉପରୁ ବିଜାତୀୟମାନଙ୍କର ଜୁଆଳି ଅପସାରିତ ହେଲା। ସେମାନେ ନିଜ ପ୍ରମାଣ ତଥା ଚୁକ୍ତିପତ୍ର ଗୁଡ଼ିକରେ ସେହି ବର୍ଷଠାରୁ ଏପରି ଲେଖିବାକୁ ଆରମ୍ଭ କଲେ। ଯିହୁଦୀମାନଙ୍କର ମହାଯାଜକ, ସେନାପତି ତଥା ନେତା ସିମୋନଙ୍କ ଶାସନର ପ୍ରଥମ ବର୍ଷରେ। ଗାସାରା ଅଧିକୃତ। ସେ ସମୟରେ ସିମୋନ ଗାସାରା ବିରୁଦ୍ଧରେ ଛାଉଣି ପକାଇ ସୈନ୍ୟ ଦ୍ୱାରା ତାହାକୁ ବେଷ୍ଟନ କଲେ। ସେ ଗୋଟିଏ ଅବରୋଧ ଯନ୍ତ୍ର ନିର୍ମାଣ କରି ନଗରୀ ସମୀପକୁ ଆସିଲେ ଓ ତାହା ଦ୍ୱାରା ପ୍ରାଚୀରକୁ ବିଧ୍ୱସ୍ତ କରି ତାହାର ଗୋଟିଏ ଗମ୍ବୁଜ ଅଧିକାର କଲେ। ଅବରୋଧ ଯନ୍ତ୍ର ଭିତରେ ଥିବା ଲୋକେ ନଗରୀ ମଧ୍ୟକୁ ଲମ୍ଫ ଦେଇ ଓ ଫଳରେ ନଗରୀରେ ଅତ୍ୟଧିକ କୋଳାହଳ ସୃଷ୍ଟି ହେଲା। ନିଜ ପତ୍ନୀ ତଥା ସନ୍ତାନମାନଙ୍କ ସମେତ ନଗରୀବାସୀମାନେ ନିଜ ପରିହିତ ବସ୍ତ୍ରକୁ ଛିନ୍ନ କରି ପ୍ରାଚୀର ଉପରକୁ ଆରୋହଣ କଲେ ଓ ଉଚ୍ଚ ସ୍ୱରରେ କ୍ରନ୍ଦନ କରି ନିଜ ସହ ଶାନ୍ତି ସନ୍ଧି ସ୍ଥାପନ କରିବାକୁ ସିମୋନଙ୍କୁ ଭିକ୍ଷା କଲେ। ସେମାନେ କହିଲେ, ଆମମାନଙ୍କର ଦୁଷ୍କର୍ମ ଗୁଡ଼ିକ ଅନୁସାରେ ଆମ ପ୍ରତି ଆଚରଣ କର ନାହିଁ, ବରଂ ତୁମର ଦୟା ଅନୁଯାୟୀ ଆମ ସହ ବ୍ୟାପାର କର। ସୁତରାଂ ସିମୋନ ସେମାନଙ୍କ ସହିତ ସନ୍ଧି ଚୁକ୍ତି କରି ସେମାନଙ୍କ ବିପକ୍ଷରେ ଯୁଦ୍ଧ କରିବାରୁ ନିବୃତ୍ତ ହେଲେ। କିନ୍ତୁ ସେ ସେମାନଙ୍କୁ ନଗରୀରୁ ତଡ଼ିଦେଲେ ଓ ଯେଉଁ ଗୃହଗୁଡ଼ିକରେ ପିତୁଳା ଦେଖାଗଲା ସେ ସମସ୍ତକୁ ଶୁଦ୍ଧପୂତ କଲେ। ତତ୍ପରେ ସେ ସ୍ତୁତି ତଥା ସ୍ତବଗାନ କରି ନଗରୀରେ ପ୍ରବେଶ କଲେ। ସେଥିରେ ସର୍ବବିଧ ଅଶୁଦ୍ଧତାକୁ ତଡ଼ିଦେଲା ପରେ ସେ ସେଠାରେ ବିଧାନ ପାଳନ ବାଳକମାନଙ୍କୁ ଅବସ୍ଥାପିତ କଲେ। ସେ ତାହାର ଦୁର୍ଗ ସମୂହକୁ ମଧ୍ୟ ଦୃଢ଼ୀଭୂତ କଲେ ଓ ନିଜ ପାଇଁ ତନ୍ମଧ୍ୟରେ ଏକ ଗୃହ ନିର୍ମାଣ କଲେ। ଜେରୁସାଲେମସ୍ଥ ଦୁର୍ଗ ଅଧିକୃତ। କ୍ରୟ ବିକ୍ରୟ କରିବା ସକାଶେ ବାହାରକୁ ଆସିବା କିମ୍ବା ଭିତରେ ପ୍ରବେଶ କରିବା ବିଷୟ ଜେରୁସାଲେମସ୍ଥ ଦୁର୍ଗବାସୀମାନଙ୍କ ପ୍ରତି ନିଷିଦ୍ଧ ଥିଲା। ଫଳରେ ସେମାନେ ଅତ୍ୟଧିକ କ୍ଷୁଧାର୍ତ ହେଲେ ଓ ସେମାନଙ୍କ ମଧ୍ୟରୁ ଅନେକ ଦୁର୍ଭିକ୍ଷ ଯୋଗୁଁ ମୃତ୍ୟୁବରଣ କଲେ। ପରିଶେଷରେ ସେମାନେ ନିଜ ସହ ଶାନ୍ତି ସନ୍ଧି ସ୍ଥାପନ କରିବା ପାଇଁ ସେମାନଙ୍କୁ ଭିକ୍ଷା କଲେ ଓ ସେ ସେହିପରି କଲେ। କିନ୍ତୁ ସେ ସେମାନଙ୍କୁ ସେଠାରୁ ବିତାଡ଼ିତ କଲେ ଏବଂ ଦୁର୍ଗଟିକୁ କଳୁଷତାରୁ ଶୁଦ୍ଧପୂତ କଲେ। 171 ବର୍ଷର ଦ୍ୱିତୀୟ ମାସର ତ୍ରୟୋବିଂଶ ଦିବସରେ ଯିହୁଦୀମାନେ ସ୍ତୁତି ଗୀତ ତଥା ସ୍ତବଗାନ କରି ଏବଂ ଖଜୁରୀ ଡାଳ ଧରି ବୀଣା, ମନ୍ଦିରା ତଥା ତାର ତନ୍ତ୍ରୀ ବିଶିଷ୍ଟ ବାଦ୍ୟୋପକରଣ ବାଦନପୂର୍ବକ ତନ୍ମଧ୍ୟରେ ପ୍ରବେଶ କଲେ। ଏହିପରି ଜଣେ ମହାଶତ୍ରୁ ବିନଷ୍ଟ ହୋଇ ଇସ୍ରାଏଲରୁ ଅପସାରିତ ହେଲା। ସିମୋନ ଏକ ଅନୁଶାସନ ଜାରି କଲେ ଯେ ପ୍ରତିବର୍ଷ ସେହି ଦିନ ଆହ୍ଲାଦପୂର୍ବକ ପାଳିତ ହେବା ଆବଶ୍ୟକ। ପୂର୍ବ ସମୀପବର୍ତ୍ତୀ ଦେବାଳୟ ଅବସ୍ଥିତ ଥିବା ପାହାଡ଼ରେ ପ୍ରାଚୀରକୁ ଦୃଢ଼ୀଭୂତ କରି ସେ ଓ ତାଙ୍କର ସହଗାମୀମାନେ ସେଠାରେ ଅବସ୍ଥାନ କରିବାକୁ ଆରମ୍ଭ କଲେ। ନିଜ ପୁତ୍ର ଯୋହାନାନଙ୍କ ବୟପ୍ରାପ୍ତ ହୋଇଥିବା ଦେଖି ସିମୋନ ତାଙ୍କୁ ସମସ୍ତ ସୈନ୍ୟଦଳର ସେନାପତି ରୂପେ ନିଯୁକ୍ତ କଲେ। ସେ ଗାସାରେ ଅବସ୍ଥାନ କଲେ। ଅଧ୍ୟାୟ 14। ସିମୋନଙ୍କ ପ୍ରଶଂସା। ଟ୍ରିଫ ବିରୁଦ୍ଧରେ ଯୁଦ୍ଧ କରିବା ପାଇଁ ରାଜା ଦେମେତ୍ରିୟସ୍ 172 ବର୍ଷରେ ଅର୍ଥ ସାହାଯ୍ୟ ସଞ୍ଚୟ କରିବା ନିମନ୍ତେ ନିଜର ସୈନ୍ୟମାନଙ୍କୁ ଏକତ୍ରିତ କରି ମେଦିଆ ଦେଶକୁ ଯାତ୍ରା କଲେ।
ଦେମେତ୍ରିୟସ୍ ତାଙ୍କର ରାଜ୍ୟଟିକୁ ଆକ୍ରମଣ କରିଥିବା ବିଷୟ ଅବଗତ ହୋଇ ପାରସ୍ୟ ତଥା ମେଦିଆର ରାଜା ଆର୍ସାକସ୍ ତାଙ୍କୁ ଜୀବିତାବସ୍ଥାରେ ଧରିବା ପାଇଁ ନିଜ ସେନାପତିମାନଙ୍କ ମଧ୍ୟରୁ ଜଣେ ବ୍ୟକ୍ତିକୁ ପଠାଇଲେ। ସେ ଯାଇ ଦେମେତ୍ରିୟସ୍‌ଙ୍କ ସୈନ୍ୟଦଳକୁ ପରାସ୍ତ କଲେ ଓ ତାଙ୍କୁ ବନ୍ଦୀ କରି ଆର୍ସାକସ୍‌ଙ୍କ ନିକଟକୁ ଘେନିଗଲେ। ଆର୍ସାକସ୍ ତାଙ୍କୁ କାରାରୁଦ୍ଧ କଲେ। ସିମୋନଙ୍କ କାଳରେ ଦେଶରେ ଶାନ୍ତି ବିରାଜିଲା। ସେ ସ୍ୱଜନମାନଙ୍କର କୁଶଳ ସନ୍ଧାନ କଲେ। ତାଙ୍କର ଶାସନ ବ୍ୟବସ୍ଥାରେ ସେମାନେ ସନ୍ତୁଷ୍ଟ ହେଲେ। ତାଙ୍କର ଜୀବନ ସାରା ସେମାନେ ତାଙ୍କୁ ଶ୍ରଦ୍ଧା ଜ୍ଞାପନ କଲେ। ତାଙ୍କର ସମସ୍ତ ମହତ୍ତ୍ୱକୁ ସାଫଲ୍ୟମଣ୍ଡିତ କରିବା ଉଦ୍ଦେଶ୍ୟରେ ସେ ଜପ୍ପା ଅଧିକାର କରି ତାହାକୁ ଏକ ବନ୍ଦରରେ ପରିଣତ କଲେ ଓ ସମୁଦ୍ର ମଧ୍ୟବର୍ତ୍ତୀ ଦ୍ୱୀପସମୂହ ଆଡ଼କୁ ଏକ ପଥ ଉନ୍ମୁକ୍ତ କଲେ। ନିଜ ଦେଶଟିର ସୀମା ସରହଦକୁ ସେ ବିସ୍ତାର କଲେ। ସେ ରାଜ୍ୟଟିକୁ ସମ୍ପୂର୍ଣ୍ଣ ଭାବେ ନିୟନ୍ତ୍ରଣାଧୀନ କଲେ। ସଂଖ୍ୟାଧିକ ବନ୍ଦୀମାନଙ୍କୁ ସେ ଆୟତ୍ତାଧୀନ କଲେ ଏବଂ ଗାସାରା, ବେତ୍‌ସୁର ଓ ଦୁର୍ଗ ଉପରେ ଶାସନ ବିସ୍ତାର କଲେ। ସେ ତନ୍ମଧ୍ୟରୁ କଳୁଷତାକୁ ଅପସାରଣ କଲେ। ତାଙ୍କୁ ପ୍ରତିରୋଧ କରିବା ପାଇଁ କେହି ନଥିଲା। ସେମାନେ ଶାନ୍ତିରେ ନିଜ ନିଜର କ୍ଷେତ ଚାଷ କଲେ। ଭୂସ୍ଥଳ ସମୃଦ୍ଧିଶାଳୀ ହୋଇ ଫସଲ ପ୍ରଦାନ କଲା ଓ ସମତଳ ଦେଶସ୍ଥ ବୃକ୍ଷସମୂହ ଫଳ ଉତ୍ପାଦନ କଲା। ବୃଦ୍ଧଜନ ରାସ୍ତା ପାର୍ଶ୍ୱରେ ଆସୀନ ହେଲେ ଏବଂ ନିଜର କୁଶଳ ପରିସ୍ଥିତି ବିଷୟ ନେଇ କଥାବାର୍ତ୍ତା ହେଲେ। ଯୁବାଜନ ମହତ୍ତର ତଥା ଯୁଦ୍ଧଚିତ ବସ୍ତ୍ର ପରିହିତ ହେଲେ। ସେ ନଗରୀ ସମୂହରେ ଖାଦ୍ୟ ପଦାର୍ଥ ଯୋଗାଇଲେ ଓ ସେଗୁଡ଼ିକର ପ୍ରତିରକ୍ଷା ନିମନ୍ତେ ଆବଶ୍ୟକ ଅସ୍ତ୍ର ଯୋଗାଇଲେ। ପୃଥିବୀର ପ୍ରାନ୍ତ ପର୍ଯ୍ୟନ୍ତ ତାଙ୍କର ସୁନାମ ବ୍ୟାପ୍ତ ହେଲା। ଦେଶରେ ସେ ଶାନ୍ତି ସ୍ଥାପନ କଲେ। ଇସ୍ରାଏଲ ମହାନନ୍ଦରେ ଆହ୍ଲାଦିତ ହେଲା। ପ୍ରତ୍ୟେକ ବ୍ୟକ୍ତି ନିଜ ନିଜର ଦ୍ରାକ୍ଷା ଉଦ୍ୟାନରେ ଓ ଡିମିରି ବୃକ୍ଷମୂଳରେ ଉପବେଶନ କଲେ। ସେମାନଙ୍କୁ ଭୟଚକିତ କରିବା ପାଇଁ କେହି ନଥିଲା। ସେମାନଙ୍କ ବିରୁଦ୍ଧରେ ଯୁଦ୍ଧ କରିବା ପାଇଁ ଦେଶ ମଧ୍ୟରେ କେହି ଅବଶିଷ୍ଟ ରହିଲା ନାହିଁ। ସେହି ଦିନମାନଙ୍କରେ ରାଜାଗଣ ବିଧ୍ୱସ୍ତ ହୋଇଥିଲେ। ଜନତା ମଧ୍ୟବାସୀ ଦିନହୀନମାନଙ୍କୁ ସେ ରକ୍ଷା କଲେ। ସେ ବିଧାନ ପାଳନରେ ବ୍ରତୀ ହେଲେ ଓ ଅଧର୍ମୀ ତଥା ଦୁଷ୍କର୍ମୀମାନଙ୍କୁ ବିନାଶ କଲେ। ସେ ପବିତ୍ରାଳୟକୁ ଗୌରବାନ୍ୱିତ କଲେ ଓ ପାତ୍ରଗୁଡ଼ିକର ସଂଖ୍ୟା ବଢ଼ାଇଲେ। ସ୍ପାର୍ତ ଓ ରୋମ୍ ସହ ସାଲିସ୍ ସନ୍ଧି ନବୀକରଣ। ରୋମ୍ ଓ ସୁଦୂରସ୍ଥ ସ୍ପାର୍ତ୍ତାରେ ଯୋନାଥନଙ୍କ ମୃତ୍ୟୁ ସମ୍ବାଦ ବିଦିତ ହେଲା ଓ ସେମାନେ ସେଥିପାଇଁ ଗଭୀର ଶୋକ ପ୍ରକାଶ କଲେ। ତାଙ୍କ ପରିବର୍ତ୍ତେ ତାଙ୍କର ସହୋଦର ସିମୋନ ଯେ ମହାଯାଜକ ରୂପେ ନିଯୁକ୍ତ ହୋଇଛନ୍ତି ଓ ସେ ଦେଶ ତଥା ତନ୍ମଧ୍ୟବର୍ତ୍ତୀ ନଗରୀ ସମୂହ ଉପରେ ଯେ ଶାସନ ବିସ୍ତାର କରିଛନ୍ତି, ଏହା ଶୁଣି ତାଙ୍କର ଭ୍ରାତାଗଣ ଜୁଦାସ୍ ଓ ଯୋନାଥନଙ୍କ ସହ ସାଲିସ୍ କରାଯାଇଥିବା ବନ୍ଧୁତ୍ୱ ତଥା ମୈତ୍ରୀ ବନ୍ଧନକୁ ନବୀକରଣ କରି ସେମାନେ ପିତ୍ତଳ ଫଳକରେ ଲେଖି ସିମୋନଙ୍କ ନିକଟକୁ ପଠାଇଲେ। ଏହି ସନ୍ଦେଶ ପତ୍ର ଜେରୁସାଲେମସ୍ଥ ଜନମଣ୍ଡଳୀ ସମ୍ମୁଖରେ ପଠିତ ହେଲା। ସ୍ପାର୍ତ୍ତାବାସୀମାନଙ୍କ ଦ୍ୱାରା ପ୍ରେରିତ ପତ୍ରଟିର ଏକ ନକଲ ଏହା। ମହାଯାଜକ ସିମୋନ, ବୟୋଜ୍ୟେଷ୍ଠଗଣ, ଯାଜକମାନେ, ଆମ ଭ୍ରାତାବୃନ୍ଦ, ଅନ୍ୟ ସମସ୍ତ ଯିହୁଦୀ ଜନତାକୁ ସ୍ପାର୍ତ୍ତା ନଗରୀ ତଥା ତାହାର ଶାସକଗଣ ଶୁଭେଚ୍ଛା ଜଣାନ୍ତି। ଆମ ସମୀପକୁ ପ୍ରେରିତ ଦୂତମାନେ ତୁମର ମହିମା ତଥା ପ୍ରତାପ ସମ୍ପର୍କରେ ଆମମାନଙ୍କୁ ଜଣାଇଲେ। ସେମାନଙ୍କର ଆଗମନ ଯୋଗୁଁ ଆମେ ଆନନ୍ଦିତ। ସେମାନେ ଯାହା କହିଥିଲେ ଆମେ ତାହାକୁ ସାର୍ବଜନୀନ ଶାସନ ସମ୍ବିଧାନ ପୁସ୍ତକରେ ଲେଖି ରଖିଅଛୁ।
ଯଥା ଜିହୁଦୀମାନଙ୍କର ଦୂତଗଣ, ଆନ୍ତିଓଖସର ପୁତ୍ର ନୁମେନିୟସ୍ ଓ ଜାସନର ପୁତ୍ର ଆନ୍ତିପାଥେର ଆମ ସହ ବନ୍ଧୁତ୍ୱକୁ ନବୀକରଣ କରିବା ପାଇଁ ଆମ ନିକଟକୁ ଆସିଅଛନ୍ତି। ସେମାନଙ୍କୁ ସମ୍ମାନପୂର୍ବକ ସ୍ୱାଗତ ଜଣାଇବା ଓ ସ୍ପାର୍ତ୍ତାବାସୀମାନେ ସେମାନଙ୍କ ସନ୍ଦେଶର ରେଖାପତ୍ରକୁ ପରବର୍ତ୍ତୀ କାଳରେ ଯେପରି ପାଇପାରନ୍ତି, ସେଥିପାଇଁ ସେମାନଙ୍କ ଦ୍ୱାରା କଥିତ ବାକ୍ୟର ଏକ ନକଲକୁ ସାର୍ବଜନୀନ ଦସ୍ତରକୁ ସଂରକ୍ଷଣ କରିଥିବା ଅଭିଲେଖାଗାରରେ ରଖିବା ପାଇଁ ଆମ ଜନତା ସନ୍ତୋଷ ପ୍ରକାଶ କରିଅଛନ୍ତି। ସେମାନେ ଏହି ରେଖାପତ୍ରର ଏକ ନକଲ ମହାଯାଜକ ସିମୋନଙ୍କ ପାଖକୁ ପଠାଇଛନ୍ତି। ଏହାପରେ ରୋମୀୟମାନଙ୍କ ସହ ମଧ୍ୟ ମୈତ୍ରୀ ବନ୍ଧନକୁ ସ୍ଥିରୀକୃତ କରିବା ପାଇଁ ସିମୋନ ନୁମେନିୟସଙ୍କୁ 1000 ମିନା ଓଜନ ବିଶିଷ୍ଟ ଗୋଟିଏ ବିରାଟ ସୁବର୍ଣ୍ଣ ଢାଲ ସମେତ ରୋମକୁ ପଠାଇଲେ। ସିମୋନ ମହିମାନ୍ୱିତ। ଏ ସମସ୍ତ ବିଷୟ ଶୁଣିବାକୁ ପାଇ ଜନତା କହିଲେ, ସିମୋନ ଓ ତାଙ୍କର ସନ୍ତାନମାନଙ୍କ ପ୍ରତି ଆମେ ଯଥୋଚିତ ଭାବେ କିପରି କୃତଜ୍ଞତା ପ୍ରକାଶ କରିବା? କାରଣ ସେ ତାଙ୍କର ଭ୍ରାତାଗଣ ଓ ପିତୃଭବନ ଅଟଳ ରହି ଇସ୍ରାଏଲର ଶତ୍ରୁମାନଙ୍କ ବିରୁଦ୍ଧରେ ଯୁଦ୍ଧ କରି ସେମାନଙ୍କୁ ବହିଷ୍କୃତ କରିଛନ୍ତି ଓ ଦେଶଟି ପାଇଁ ସ୍ୱାଧୀନତା ଲାଭ କରିଛନ୍ତି। ସୁତରାଂ ସେମାନେ ଏ ସମସ୍ତ କାର୍ଯ୍ୟକୁ ପିତ୍ତଳ ଫଳକ ସମୂହରେ ଲିପିବଦ୍ଧ କରି ସିୟନ ପର୍ବତ ଉପରେ ଅବସ୍ଥିତ ସ୍ତମ୍ଭଗୁଡ଼ିକରେ ସ୍ଥାପନ କଲେ। ସେମାନେ ଯାହା ରଚନା କଲେ ତାହାର ଏକ ନକଲ ଏହା। 172 ବର୍ଷ ଅର୍ଥାତ୍ ମହାଯାଜକ ସିମୋନଙ୍କ ଶାସନ କାଳର ତୃତୀୟ ବର୍ଷର ଏଲୁଲ ମାସର 18 ଦିବସରେ ଆଶାରାମେଲଠାରେ ସମ୍ମିଳିତ ଯାଜକ ଜନତା, ଦେଶର ଶାସନକର୍ତ୍ତାଗଣ ତଥା ବୟୋଜ୍ୟେଷ୍ଠମାନଙ୍କ ମହାସଭାରେ ଏହା ଘୋଷିତ ହେଲା। ଦେଶଟି ବାରମ୍ବାର ଯୁଦ୍ଧରତ ହେଉଥିବା ସମୟରେ ଯୋଆରିବଙ୍କ ବଂଶଧର ଯାଜକ ମାତାତିଆସଙ୍କ ପୁତ୍ର ସିମୋନ ଓ ତାଙ୍କର ଭ୍ରାତାମାନେ ପବିତ୍ରାଳୟ ତଥା ବିଧିବିଧାନର ସଂରକ୍ଷଣ ପାଇଁ ନିଜ ଜୀବନକୁ ବିପଦାପନ୍ନ କରି ସ୍ୱଜନମାନଙ୍କୁ ଶତ୍ରୁମାନଙ୍କ ପ୍ରତିରୋଧ କଲେ। ତଦ୍ୱାରା ସେମାନେ ସ୍ୱଜନମାନଙ୍କ ପାଇଁ ମୋହନୀୟ ମହିମା ଅର୍ଜନ କଲେ। ଜୋନାଥନ ସ୍ୱଜନମାନଙ୍କୁ ଏକତ୍ରିତ କଲେ ଓ ସେମାନଙ୍କ ମହାଯାଜକ ହେଲେ। ପରିଶେଷରେ ସେ ନିଜ ପିତୃପୁରୁଷମାନଙ୍କ ସହ ସମ୍ମିଳିତ ହେଲେ। ସେମାନଙ୍କର ଶତ୍ରୁମାନେ ଦେଶଟିକୁ ଆକ୍ରମଣ କରି ପବିତ୍ରାଳୟକୁ ଅଧିକାର କରିବା ପାଇଁ ସ୍ଥିର କରିବା ସମୟରେ ସିମୋନ ନିଜ ଦେଶ ପାଇଁ ସଂଗ୍ରାମ କଲେ। ତାଙ୍କର ରାଜ୍ୟଟିର ସମର୍ଥନକାରୀ ସୈନ୍ୟ ଦଳକୁ ଅସ୍ତ୍ରଶସ୍ତ୍ରରେ ସଜ୍ଜିତ କରିବା ଏବଂ ସେମାନଙ୍କୁ ମଜୁରୀ ଦେବା ସକାଶେ ସେ ନିଜ ସମ୍ପଦ ମଧ୍ୟରୁ ବିପୁଳ ଅର୍ଥ ବ୍ୟୟ କଲେ। ଜୁଦିଆ ମଧ୍ୟବର୍ତ୍ତୀ ନଗରୀসমূହକୁ ଏବଂ ତାହାର ସୀମା ସରହଦରେ ଅବସ୍ଥିତ ଓ ଯେଉଁଠାରେ ପୂର୍ବରେ ଶତ୍ରୁମାନଙ୍କର ଅସ୍ତ୍ରଶସ୍ତ୍ର ସଜ୍ଜିତ ହୋଇଥିଲା, ସେହି ବେତ୍‌ସୁରକୁ ସେ ଦୃଢ଼ୀଭୂତ କରି ସୁରକ୍ଷିତ କଲେ। ସେ ସେଠାରେ ଜିହୁଦୀମାନଙ୍କର ପ୍ରହରୀ ସୈନ୍ୟ ଦଳକୁ ଅବସ୍ଥାନ କଲେ। ସମୁଦ୍ର ଉପକୂଳସ୍ଥ ଜପ୍ପା ଓ ଆସୋତସ୍ର ସୀମା ସରହଦ ସ୍ଥିତ ତଥା ପୂର୍ବରେ ଶତ୍ରୁଗଣ ଅବସ୍ଥାନ କରିଥିବା ଗାସାକୁ ମଧ୍ୟ ଦୃଢ଼ୀଭୂତ କରି ସେ ସୁରକ୍ଷିତ କଲେ। ସେ ସେଠାରେ ଜିହୁଦୀମାନଙ୍କୁ ବାସ କରାଇ ସେହି ନଗରୀଗୁଡ଼ିକର ନବୀକରଣ ପାଇଁ ଆବଶ୍ୟକ ସବୁକିଛି ପ୍ରଦାନ କଲେ। ସିମୋନଙ୍କ ବିଶ୍ୱସ୍ତତା ଓ ସ୍ୱଦେଶ ନିମନ୍ତେ ଆଦାୟ କରିବାକୁ ସେ ସ୍ଥିର କରିଥିବା ଗୌରବକୁ ଜନତା ହୃଦବୋଧ କଲେ। ତାଙ୍କ ଦ୍ୱାରା ସମ୍ପାଦିତ କାର୍ଯ୍ୟ ଓ ସ୍ୱଦେଶ ପ୍ରତି ତାଙ୍କର ନ୍ୟାୟପରାୟଣତା ତଥା ବିଶ୍ୱସ୍ତତାକୁ ମନେକରି ସେମାନେ ତାଙ୍କୁ ସେମାନଙ୍କର ନେତା ଓ
ମହାଯାଜକ ରୂପେ ନିଯୁକ୍ତ କଲେ। ସ୍ୱଜନମାନଙ୍କର ସର୍ବବିଧ ଉନ୍ନତି ସାଧନ କରିବା ପାଇଁ ସେ ବ୍ରତୀ ହେଲେ। ତାଙ୍କ ନେତୃତ୍ୱରେ ଜନତା ଉତ୍ତୀର୍ଣ୍ଣ ହେଲେ। ସେ ବିଜାତୀୟମାନଙ୍କୁ ଦେଶରୁ ବିତାଡ଼ିତ କଲେ ଓ ସେହିପରି ଜେରୁସଲେମରେ ଦାବିଦଙ୍କ ନଗରୀରେ ଦୁର୍ଗ ନିର୍ମାଣ କରି ଯେଉଁ ବିଜାତୀୟମାନେ ସେଠାରେ ବାସ କରିଥିଲେ ସେମାନଙ୍କୁ ମଧ୍ୟ ସେ ସେଠାରୁ ବହିଷ୍କୃତ କଲେ, କାରଣ ସେଠାରୁ ସେମାନେ ବାହାରି ଆସି ପବିତ୍ରାଳୟର ପାରିପାର୍ଶ୍ୱିକ ଅଞ୍ଚଳକୁ କଳୁଷିତ କରିଥିଲେ ଏବଂ ପବିତ୍ରାଳୟର ଶୁଦ୍ଧତାର ହାନି ଘଟାଇଥିଲେ। ସେ ସେହି ଦୁର୍ଗ ମଧ୍ୟରେ ଯିହୁଦୀମାନଙ୍କୁ ବାସ କରାଇଲେ ଓ ଦେଶ ତଥା ନଗରୀଟିର ନିରାପତ୍ତା ପାଇଁ ତାହାକୁ ଦୃଢ଼ୀଭୂତ କଲେ। ସେ ପୁଣି ଜେରୁସଲେମକୁ ବେଷ୍ଟନ କରିଥିବା ପ୍ରାଚୀରକୁ ଅଧିକ ଉଚ୍ଚ କରି ନିର୍ମାଣ କଲେ। ଏ ସମସ୍ତ କାର୍ଯ୍ୟକଳାପକୁ ପରିଗଣନା କରି ରାଜା ଦେମେତ୍ରିୟସ୍ ତାଙ୍କୁ ମହାଯାଜକଙ୍କ ପଦବୀରେ ସ୍ଥିରୀକୃତ କଲେ ଓ ରାଜାଙ୍କ ମିତ୍ରମାନଙ୍କ ମଧ୍ୟରୁ ଜଣେ ବ୍ୟକ୍ତି ରୂପେ ନିଯୁକ୍ତ ପ୍ରଦାନ କରି ତାଙ୍କୁ ବହୁବିଧ ସମ୍ମାନସୂଚକ ପଦବୀ ପ୍ରଦାନ କଲେ। କାରଣ ସେ ଶୁଣିଥିଲେ ଯେ ରୋମୀୟମାନେ ଯିହୁଦୀ ଜନତାକୁ ସେମାନଙ୍କର ବନ୍ଧୁ, ମିତ୍ର ରାଷ୍ଟ୍ର, ଭ୍ରାତାଗଣ ପ୍ରଭୃତି ଉପାଧି ଦେଇ ସମ୍ବୋଧନ କରନ୍ତି ଓ ରୋମୀୟମାନେ ସେମାନଙ୍କ ଦୂତମାନଙ୍କୁ ସମ୍ମାନ ପ୍ରଦର୍ଶନପୂର୍ବକ ଗ୍ରହଣ କରନ୍ତି। ସୁତରାଂ ବିଶ୍ୱାସଯୋଗ୍ୟ ଜଣେ ପ୍ରବକ୍ତା ଆବିର୍ଭୂତ ହେବା ପର୍ଯ୍ୟନ୍ତ ସିମୋନ ସେମାନଙ୍କର ଶାଶ୍ୱତ ନେତା ତଥା ମହାଯାଜକ ହେବା, ସେ ସେମାନଙ୍କର ଦେଶାଧିପତି ହେବା, ପବିତ୍ରାଳୟର ଦାୟିତ୍ୱ ଗ୍ରହଣ କରି ତାହାର ଅନ୍ୟାନ୍ୟ ସେବା କାର୍ଯ୍ୟ କରିବା ପାଇଁ ଉଦ୍ଦିଷ୍ଟ ବ୍ୟକ୍ତିମାନଙ୍କୁ ସେ ନିଯୁକ୍ତି ପ୍ରଦାନ କରିବା, ଦେଶ ଅସ୍ତ୍ରଶସ୍ତ୍ର ତଥା ଦୁର୍ଗ ସମୂହର ତତ୍ତ୍ୱାବଧାନ କରିବା ପାଇଁ ଲୋକମାନଙ୍କୁ ନିଯୁକ୍ତି କରିବା, ପବିତ୍ରାଳୟର ଦାୟିତ୍ୱ ତାଙ୍କ ହସ୍ତରେ ସମର୍ପିତ ହେବା ନିମନ୍ତେ ତାଙ୍କ ଆଦେଶରେ ଅନୁଗତ ହେବା, ଦେଶରେ ରଚିତ ହେଉଥିବା ସମସ୍ତ ଚୁକ୍ତିପତ୍ର ତାଙ୍କ ନାମରେ ଲିପିବଦ୍ଧ ହେବା, ସେ ରାଜକୀୟ ବାଇଗଣୀ ବସ୍ତ୍ର ପରିହିତ ହେବା ଓ ସୁବର୍ଣ୍ଣାଭରଣରେ ବିମଣ୍ଡିତ ହେବା, ଏ ସମସ୍ତ ଉଚିତ ବୋଲି ଯିହୁଦୀମାନେ ଓ ସେମାନଙ୍କର ଯାଜକଗଣ ସ୍ଥିର କଲେ। ଜନତା କିମ୍ବା ଯାଜକମାନଙ୍କ ମଧ୍ୟରୁ କେହି ହେଲେ ଏ ସମସ୍ତ ନିଷ୍ପତ୍ତିକୁ ବାତିଲ କରିପାରିବେ ନାହିଁ। ଏତଦ୍‌ବ୍ୟତୀତ ସେମାନେ ତାଙ୍କର କୌଣସି ଆଦେଶର ବିରୋଧ କରିବେ ନାହିଁ। ତାଙ୍କର ଅନୁମତି ବ୍ୟତୀତ କୌଣସି ସମ୍ମିଳନୀ ଆହ୍ୱାନ କରିବେ ନାହିଁ କିମ୍ବା ବାଇଗଣୀ ତଥା ସୁବର୍ଣ୍ଣ କଟିବନ୍ଧନୀ ପରିହିତ ହେବେ ନାହିଁ। ଯିଏ ଏ ସମସ୍ତ ନିଷ୍ପତ୍ତି ପ୍ରତିକୂଳରେ ଯେକୌଣସି କାର୍ଯ୍ୟ ସାଧନ କରେ କିମ୍ବା ଏହା ମଧ୍ୟରୁ ଗୋଟିକୁ ସୁଦ୍ଧା ବାତିଲ କରେ, ସେ ଦଣ୍ଡଯୋଗ୍ୟ। ଏ ସମସ୍ତ ନିଷ୍ପତ୍ତି ଅନୁସାରେ କାର୍ଯ୍ୟକାରୀ କରିବାର ଅଧିକାର ସିମୋନଙ୍କୁ ପ୍ରଦାନ କରିବା ପାଇଁ ଜନତା ସମ୍ମତ ହେଲେ। ସୁତରାଂ ମହାଯାଜକ ଯିହୁଦୀଗଣ ତଥା ଯାଜକମାନଙ୍କ ସେନାପତି ତଥା ସାମନ୍ତ ରାଜା ଓ ସେ ସମସ୍ତଙ୍କର ସଂରକ୍ଷଣ ହେବା ପାଇଁ ସିମୋନ ସମ୍ମତ ହେଲେ। ଏହି ଆଦେଶନାମାକୁ ପିତ୍ତଳ ଫଳକରେ ଲିପିବଦ୍ଧ କରି ପବିତ୍ରାଳୟର ପରିସର ପ୍ରଦେଶସ୍ଥ ଏକ ଦୃଶ୍ୟମାନ ସ୍ଥାନରେ ସ୍ଥାପନ କରିବାକୁ ସେମାନେ ଆଦେଶ ଦେଲେ। ସିମୋନ ଓ ତାଙ୍କର ପୁତ୍ରମାନେ ତାହା ଯେପରି ପ୍ରାପ୍ତ ହୁଅନ୍ତି, ସେଥିସକାଶେ ଏହି ଆଦେଶନାମାର ନକଲ ସମୂହକୁ ଭଣ୍ଡାର ମଧ୍ୟରେ ରଖିବାକୁ ମଧ୍ୟ ସେମାନେ ଆଦେଶ ଦେଲେ।